ଆପଣମାନଙ୍କୁ ସ୍ୱାଗତ। ଆଜିର କ୍ଲାସରେ ଆମେ ଆଲୋଚନା କରିବା ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ସମ୍ପର୍କିତ ତଥା ତାଙ୍କ କାବ୍ୟରେ ଦେଖାଯାଉଥିବା ବିଶେଷତ୍ୱ ସମ୍ପର୍କିତ କିଛିଟା ପ୍ରଶ୍ନର ଉତ୍ତର। ପୂର୍ବରୁ ଅନ୍ୟ ଏକ ଭିଡିଓରେ ଆମେ ଏଇଭଳି କିଛି ପ୍ରଶ୍ନର ଉତ୍ତର ଆଲୋଚନା କରିଥିଲେ। ତେବେ ଯଦି ଆପଣମାନେ ସେଇ ଭିଡିଓଟି ଦେଖିନାହାନ୍ତି ତାହେଲେ ଉପେନ୍ଦ୍ର ଭଞ୍ଜଙ୍କ ସମ୍ପର୍କିତ ପ୍ରଶ୍ନ ଉତ୍ତର ଭାଗ 2ଟି ନିଶ୍ଚୟ ଦେଖି ନିଅନ୍ତୁ। ଏବଂ ଆଜିର ଆଲୋଚନା ଭିତରେ ଆମେ ଆଉ କିଛିଟି ପ୍ରଶ୍ନ ଆଲୋଚନା କରିବା ଏବଂ ଆଲୋଚିତ ବିଷୟ ଗୁଡିକ ସମ୍ପର୍କରେ ଟିକେ ବିସ୍ତୃତ ଆଲୋଚନା ମଧ୍ୟ କରିବା। ଆଲୋଚନାଟି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, ଆପଣମାନଙ୍କ ପାଇଁ ପରୀକ୍ଷା ଉପଯୋଗୀ ହେବ। ତେବେ ଆଲୋଚନା ଆରମ୍ଭ କରିବା ପୂର୍ବରୁ କମେଣ୍ଟ ବକ୍ସରେ ଆପଣମାନଙ୍କ ଠାରୁ ପାଇଥିବା କିଛିଟା ପ୍ରଶ୍ନର ଉତ୍ତର ମୁଁ ଆଜି ଆପଣମାନଙ୍କୁ ଦେବି। ଯେମିତିକି ଉପେନ୍ଦ୍ର ଭଞ୍ଜଙ୍କର ବଂଶ ପରିଚୟ ସମ୍ପର୍କିତ କିଛିଟା ପ୍ରଶ୍ନ, ତା ସହିତ ଆପଣମାନେ ତାଙ୍କର କବିତ୍ୱ ସ୍ଫୂର୍ତ୍ତି ସମ୍ପର୍କିତ ଏବଂ ତାଙ୍କର ଉପାଧି ମାନ ସମ୍ପର୍କରେ କିଛିଟା ପ୍ରଶ୍ନ କରିଥିଲେ, ତା ସମ୍ପର୍କରେ କିଛିଟା ଆଲୋଚନା ପ୍ରଥମେ। ପ୍ରଥମ କଥା ଯଦି ଆମେ ଦେଖିବା ପିଲେ କବିଙ୍କର ବଂଶ ପରିଚୟ, ଭଞ୍ଜ ତାଙ୍କର ରସପଞ୍ଚକ ରଚନା ଯୋଉ ରହିଛି ସେଇଥିରେ ନିଜ ବଂଶାବଳୀ ସମ୍ପର୍କରେ କହିଛନ୍ତି। ସେ ବର୍ଣ୍ଣନା କରୁଛନ୍ତି ଭଞ୍ଜ ବଂଶଲତା ଏହିପରି, ବା ତାଙ୍କ ବର୍ଣ୍ଣନା ଅନୁଯାୟୀ ଯଦି ଆମେ ଦେଖିବା ତାହେଲେ ପ୍ରଥମେ ପିଲେ ରଣଭଞ୍ଜ, ତାପରେ ଆସିଛନ୍ତି ପ୍ରତାପ ଭଞ୍ଜ। ପ୍ରତାପ ଭଞ୍ଜଙ୍କ ପରେ ଆମେ ଦେଖିଛନ୍ତି ଗୋପୀନାଥ ଭଞ୍ଜଙ୍କୁ, ଏବଂ ଗୋପୀନାଥ ଭଞ୍ଜଙ୍କ ପରେ ଧନଞ୍ଜୟ ଭଞ୍ଜ, ଏବଂ ଧନଞ୍ଜୟ ଭଞ୍ଜଙ୍କ ପରେ ଆମେ ଦେଖିଛନ୍ତି ନୀଳକଣ୍ଠ ଭଞ୍ଜଙ୍କୁ, ଏବଂ ନୀଳକଣ୍ଠ ଭଞ୍ଜଙ୍କ ପୁତ୍ର ଭାବରେ ଆମେ ଉପେନ୍ଦ୍ର ଭଞ୍ଜଙ୍କୁ ଦେଖିଛନ୍ତି। ଏବଂ ତାଙ୍କର ଶ୍ରେଷ୍ଠ କାଳ୍ପନିକ କାବ୍ୟ ଗ୍ରନ୍ଥ ଲାବଣ୍ୟବତୀରେ କବି ନିଜେ ନିଜର ପରିଚୟ ଦେବା ସମୟରେ ଲେଖିଛନ୍ତି ପିଲେ ଯେ ଯେକୁଳେ ରାଜା ଧନଞ୍ଜୟ ସମସ୍ତ ଗୁଣର ନିଳୟ, ଘୁମୁସର ଅଦୀପ ପଣେ ଲୋକେ ବିଖ୍ୟାତ କବି ଗୁଣେ, ତଦ୍ବତ୍ ତାହାଙ୍କ ତନୁଜ ନରେଶ ନୀଳକଣ୍ଠ ଭଞ୍ଜ, ତାହାଙ୍କ ଜ୍ୟେଷ୍ଠ ସୁତ ମୁହିଁ ଉପେନ୍ଦ୍ର ଭଞ୍ଜ ନାମ ବହି। ତ ଲାବଣ୍ୟବତୀର 16 ଛାନ୍ଦରେ ସିଏ ଏଇ ସମ୍ପର୍କରେ ସୂଚନା ଦେଇଛନ୍ତି ପିଲେ। ତେବେ କବିଙ୍କ ସମ୍ପର୍କରେ ଆଗକୁ ମଧ୍ୟ ଆମେ ଆଲୋଚନା କରିବା। ତେବେ ତା ପୂର୍ବରୁ ଯଦି ଆପଣମାନେ SSB PGT ଓଡିଆ କିମ୍ବା UGC ନେଟ୍ ଓଡିଆ ପାଇଁ ପ୍ରସ୍ତୁତି କରୁଥାନ୍ତି, ଆମ ପାଖରେ ସମ୍ପୂର୍ଣ୍ଣ କୋର୍ସ ଆଭେଲେବଲ ରହିଛି ପିଲେ। ତା ପାଇଁ ଯଦି ଆପଣମାନେ ଆଗ୍ରହୀ ଥାନ୍ତି, ଦିଆଯାଇଥିବା କଣ୍ଟାକ୍ଟ ନମ୍ବରରେ ଆମ ସହିତ ଯୋଗାଯୋଗ କରିପାରିବେ, କିମ୍ବା ଆମର ଟେଲିଗ୍ରାମ ପବ୍ଲିକ ଗ୍ରୁପରେ ଜଏନ କରି ଆମ ସହିତ ଯୋଗାଯୋଗ କରିପାରିବେ। ତେବେ ହଁ, ଏହା ପରେ ଯଦି ଆମେ ଦେଖିବା ପିଲେ ଉପେନ୍ଦ୍ର ଭଞ୍ଜଙ୍କ ପରେ ତାଙ୍କର ଉତ୍ତରାଧିକାରୀଙ୍କ ସମ୍ପର୍କରେ କୌଣସି ସୂଚନା ଆମକୁ ମିଳେ ନାହିଁ। ତାଙ୍କର ଭ୍ରାତା ମାନେ ଥିଲେ ନଥିଲେ ସେ ସମ୍ପର୍କରେ କୌଣସି ପ୍ରକାର ସୂଚନା ଆମ ପାଖରେ ନାହିଁ। ଏବଂ ଭଞ୍ଜଙ୍କ କଥା ଯଦି ଆମେ କହିବା, ତାଙ୍କର ପିତାମହ ଯିଏକି ଥିଲେ ଧନଞ୍ଜୟ ଭଞ୍ଜ ଜଣେ ପ୍ରବୀଣ ଶାସକ ଥିଲେ। ଏଇ କଥା ମନେ ରଖ, ବେଳେ ବେଳେ ପ୍ରଶ୍ନ ଏଭଳିଆ ତିଆରି ହୁଏ ଯେ ଉପେନ୍ଦ୍ର ଭଞ୍ଜଙ୍କର ପିତାମହ କିଏ ଥିଲେ, ଉପେନ୍ଦ୍ର ଭଞ୍ଜଙ୍କର ପିତା କିଏ ଥିଲେ, ଏଇ ପ୍ରଶ୍ନ ତିଆରି ହେଇପାରେ। ତ ନିହାତି ମନେ ରଖିବ ନା। ଏବଂ ସେ ଜଣେ ଉଚ୍ଚକୋଟୀର ପଣ୍ଡିତ ଆଉ କବି ଥିଲେ। ଉପେନ୍ଦ୍ର ଭଞ୍ଜ ଯେତେବେଳେ ଲାବଣ୍ୟବତୀ, ବୈଦେହୀଶ ବିଳାସ ଆଉ ରସପଞ୍ଚକ ବର୍ଣ୍ଣନା କରୁଛନ୍ତି, ସେଇଥିରେ ପିତାମହଙ୍କ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ପିଲେ, ବା ଲେଖିଛନ୍ତି ତାଙ୍କ ସମ୍ପର୍କରେ। ତାଙ୍କ ପିତାମହଙ୍କର ରଚନା ମାନଙ୍କ ଭିତରେ ରହିଛି ପିଲେ ରଘୁନାଥ ବିଳାସ, ଯାହାକୁ କି ଶ୍ରୀରାମ ବିଳାସ ବୋଲି ବି କୁହାଯାଏ। ସେମିତି ତ୍ରିପୁର ସୁନ୍ଦରୀ, ମଦନ ମଞ୍ଜରୀ, ଅନଙ୍ଗ ରେଖା, ଇଚ୍ଛାବତୀ ଇତ୍ୟାଦି। ତେବେ ବୀଣା ସେବାରେ ବା ବାଣୀ ସେବାରେ ନିଜକୁ ନିୟୋଜିତ କରିଥିବା ପାଇଁ ବୋଲି ସେ ରାଜ୍ୟ ଶାସନରେ ଯଥେଷ୍ଟ ସମୟ ଦେଇ ପାରୁନଥିଲେ। ସେଇଥିପାଇଁ ବୋଲି ଗୋବିନ୍ଦ ଭଞ୍ଜକୁ ଥାଟ ରାଜା ରୂପରେ ସେ ନିଯୁକ୍ତ କରିଥିଲେ। ତେବେ ଆପଣମାନଙ୍କର ପରବର୍ତ୍ତୀ ପ୍ରଶ୍ନ ମଧ୍ୟରେ ରହିଥିଲା କବିଙ୍କର କବିତ୍ୱ ସ୍ଫୂର୍ତ୍ତି ସମ୍ପର୍କରେ। ତ ଆମେ ସମସ୍ତେ ଜାଣିଛନ୍ତି ପିଲେ ତାରକା ମନ୍ତ୍ର ପ୍ରସାଦ ପାଇଁ ବୋଲି ସିଏ ପାଇଥିଲେ, ତାଙ୍କର କବିତ୍ୱ ସିଦ୍ଧି ହେଇଥିଲା ବୋଲି କୁହାଯାଇଥାଏ। ତେବେ କୁଲାଡର ଏଇ ମନୋଜ୍ଞ ପରିବେଶ, ତା ସହିତ ଘୁମୁସରର ପଣ୍ଡିତ ସଭା, ଶିକ୍ଷା ଆଉ ଶାସ୍ତ୍ର ଆଲୋଚନା, ଉପେନ୍ଦ୍ରଙ୍କର ନୈସର୍ଗିକ ପ୍ରତିଭା ଆଉ କବିତ୍ୱର ବିକାଶ, ଏଇଭଳି ବିଭିନ୍ନ କବିତ୍ୱର ବିକାଶ ପାଇଁ ବୋଲି ଏଭଳି ବିଭିନ୍ନ ଉପାଦାନ ତାଙ୍କର ପ୍ରେରଣା ଯୋଗେଇଥିଲା ବୋଲି କହିପାରିବା। ବାଲ୍ୟ କାଳରୁ ତାଙ୍କ କବିତ୍ୱର ସ୍ଫୂର୍ତ୍ତି ଘଟିଥିଲା ବୋଲି ମଧ୍ୟ ଆମେ ଜାଣିବାକୁ ପାଇଥାନ୍ତି। ତାପରେ ଉଚ୍ଚାଙ୍ଗ କାବ୍ୟମାନ ରଚନା କରିବା ପୂର୍ବରୁ ହିଁ ସେ ବହୁତ ଗୁଡାଏ ଚଉତିସା, ଚୌପଦୀ, ଦୋହା, ପୋଇ ଇତ୍ୟାଦି କ୍ଷୁଦ୍ର ରଚନା ମାନ କରିଥିଲେ ପିଲେ। ଆଉ ବାଲ୍ୟ କାଳରେ ରଚିତ ବହୁ କବିତା ସଂଗୃହୀତ ନ ହୋଇକି ଲୋପ ପାଇଯାଇଛି ପିଲେ। ତା ଭିତରେ ପଶା ଖେଳ, ଢଗଢମାଳି ଇତ୍ୟାଦି ପ୍ରକାଶିତ ହେଇଛି, ଯୋଉଥିରେ କି ତାଙ୍କର ଯୋଉ ରସିକତା, ତାଙ୍କର ଯୋଉ ବିଦଗ୍ଧତା ଇତ୍ୟାଦି ପରିସ୍ଫୁଟ ହଉଥିବା ଆମେ କହିପାରିବା। ଦେନ୍ ବୈଦେହୀଶ ବିଳାସ କଥା ଯଦି ଆମେ ଦେଖିବା, ବୈଦେହୀଶ ବିଳାସ, ଲାବଣ୍ୟବତୀ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଇତ୍ୟାଦି ରଚନା କରିବା ପୂର୍ବରୁ ପ୍ରାୟ 19 ବର୍ଷ ବୟସରେ ସେ ତାରକ ମନ୍ତ୍ରରେ ସିଦ୍ଧି ଲାଭ କରିଥିବାର ପ୍ରବାଦ ଆମକୁ ଶୁଣିବାକୁ ମିଳେ। ଆଉ ତାଙ୍କ ତାରକ ମନ୍ତ୍ର ସିଦ୍ଧି ସମ୍ପର୍କରେ ସୂଚନା ଦେଇ କବି ଲେଖୁଛନ୍ତି ଲାବଣ୍ୟବତୀର ସେଇ 16 ଛାନ୍ଦରେ। ସେ କହୁଛନ୍ତି ତାରକ ମନ୍ତ୍ର ପରସା ଦେ, ମୋହର କବି ପଣ ଦେ,
ଏଇ ପଂକ୍ତି ସେ କହିଛନ୍ତି। ଆଉ ପୁଣି ପରବର୍ତ୍ତୀ ବିଭିନ୍ନ କାବ୍ୟରେ ଏଇ ତାରକ ମନ୍ତ୍ରରେ ସିଦ୍ଧି ପାଇବା କଥା ମଧ୍ୟ ସେ ଲେଖିଛନ୍ତି ପିଲେ। ଆଉ ପୁଣି ଯୋଉ କାବ୍ୟ ଗୁଡାକରେ ତାଙ୍କର ଏଇ ସିଦ୍ଧି ଲାଭ ସମ୍ପର୍କରେ ସୂଚନା ନାହିଁ, ସେଗୁଡାକ ଆଲୋଚକମାନେ କୁହନ୍ତି ଯେ ସିଦ୍ଧି ଲାଭ ପୂର୍ବ ସମୟର ସେ ସବୁ ଲେଖା ବୋଲି। ଏବଂ ତାରକ ମନ୍ତ୍ରରେ ସିଦ୍ଧି ପାଇବା ପରେ ହିଁ ତାଙ୍କର ବିବାହ ବି ହେଇଥିଲା ଏବଂ ବର୍ଷେ 2 ବର୍ଷ ପରେ ତାଙ୍କ ପତ୍ନୀଙ୍କର ବିୟୋଗ ହେଇଥିଲା। ମନ୍ତ୍ର ସିଦ୍ଧି ପରେ ଲାବଣ୍ୟବତୀ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ବୈଦେହୀଶ ବିଳାସ ଇତ୍ୟାଦି ରଚନା କରାଯାଇଥିବା ଅନୁମାନ କରାଯାଇଥାଏ। ବୈଦେହୀଶ ବିଳାସ କଥା ଯଦି ଆମେ ଦେଖିବା, ଏଥିରେ ତାଙ୍କ ମାନସିକ ପରିପକ୍ୱତାର ପରିଚୟ ଆମକୁ ଦେଖିବାକୁ ମିଳେ ପିଲେ। ଆଉ ସେଇ ପରିପକ୍ୱତାର ସୂଚନା ପାଇଁ ହିଁ ଏହା ଲାବଣ୍ୟବତୀ ପରର ରଚନା ବୋଲି ଆମେ କହିପାରିବା। ଆଉ ଉପେନ୍ଦ୍ର ଭଞ୍ଜଙ୍କର ଏଇ ଯୋଉ ବୈଦେହୀଶ ବିଳାସ ରଚନା ଆମେ ଦେଖୁଛନ୍ତି, ସେଥିରେ ପିତାମହଙ୍କର ବିଭିନ୍ନ ରଚନା ଆଉ ବିଶେଷ କରିକି ରଘୁନାଥ ବିଳାସ ଠାରେ ନାନା ଭାବରେ ସିଏ ଋଣୀ ବୋଲି ଆମେ କହିପାରିବା। ନେକ୍ସଟ ତାଙ୍କର ବା ନେକ୍ସଟ ତମମାନଙ୍କର ପ୍ରଶ୍ନ ଭିତରେ ରହିଥିଲା କବିଙ୍କର ଉପାଧି ସମ୍ପର୍କରେ ଥିଲେ। ତ ଉପେନ୍ଦ୍ର ଭଞ୍ଜଙ୍କର ଉପାଧି ଗୁଡାକ ସମ୍ପର୍କରେ ଯଦି ଆମେ କହିବା, ସିଏ ତାଙ୍କ ରଚନାରେ ବୀରବର ଏବଂ ମଙ୍ଗରାଜ ଉପାଧିର ବ୍ୟବହାର କରିଥିବା ଆମକୁ ଦେଖିବାକୁ ମିଳେ। ବୈଦେହୀଶ ବିଳାସ ହେଲା, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ହେଲା, ପ୍ରେମ ସୁଧା ନିଧି ହେଲା, ରସିକ ହାରାବଳୀ ହେଲା, ଏଇ ସବୁରେ କବି ନିଜକୁ ବୀରବର ଭାବରେ ପରିଚିତ କରେଇଛନ୍ତି। ଏବଂ ଏହା ତାଙ୍କର କ୍ଷତ୍ରିୟ ସୁଲଭ ସ୍ୱତଃ ପ୍ରକାଶ ବା ରାଜଦତ୍ତର ଉପାଧି, ତାହାର ମଧ୍ୟ ପ୍ରମାଣ ଆମ ପାଖରେ ନାହିଁ। କବିଙ୍କର ଜୀବନୀ ଲେଖକ ଯିଏ କହିଛନ୍ତି ଦାମୋଦର ଦାସ ପିଲେ, ତାଙ୍କ ଉଲ୍ଲେଖ ଅନୁଯାୟୀ ନୟାଗଡ଼ର ରାଜା ଚନ୍ଦ୍ରଶେଖର ମାନ୍ଧାତା କବିଙ୍କର ସାହିତ୍ୟ କୃତିକୁ ଦେଖି ଉଚ୍ଚ କୋଟିର ସମ୍ମାନ ସହିତ ତାଙ୍କୁ ବୀରବର ଉପାଧିରେ ଭୂଷିତ କରିଥିଲେ ବୋଲି କୁହାଯାଇଥାଏ। ତା ପୂର୍ବରୁ ଖୋର୍ଦ୍ଧା ରାଜାଙ୍କ ଦ୍ଵାରା କବି ମଙ୍ଗରାଜ ଉପାଧିରେ ଭୂଷିତ ହେଇଥିବାର ଶୁଣା ଯାଇଥାଏ। ବହୁ ଭାବବତୀ, ଯମକରାଜ ଚୌତିସା, ଚୌପଦୀ ଭୂଷଣ ଏଇଭଳିଆ ଯୋଉ ପ୍ରାଥମିକ ରଚନା ଗୁଡାକ, ସେଗୁଡାକରେ ତାଙ୍କର ଏଇ ଯୋଉ ବୀରବର ଆମର ଉପାଧି ରହିଛି ମଙ୍ଗରାଜ ଉପାଧି, ସେଇ ମଙ୍ଗରାଜ ଉପାଧି ବା ପଦବୀର ବ୍ୟବହାର ଆମକୁ ଜଣା ଯାଇଥାଏ। ପୁଣି କବିଙ୍କର ପିତାମହୀ ଯିଏକି ଥିଲେ ମଣ୍ଡା ଦେବୀ, ସେ ନୟାଗଡ଼ ରାଜାଙ୍କଠୁ କମସୁର ଦୁର୍ଗ ଯୌତୁକ ଭାବରେ ପାଇଥିବା ଏବଂ ତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ଭାବରେ ନୀଳକଣ୍ଠଙ୍କ ଆଦେଶରେ ଉପେନ୍ଦ୍ରଙ୍କୁ ରାଜା ଅଭିଷିକ୍ତ କରାଯାଇଥିଲା ବୋଲି ଦାମୋଦର ଦାସ ମଧ୍ୟ ଲେଖିଥାନ୍ତି ବା ଲେଖିଛନ୍ତି। ଆଉ ଅଧ୍ୟାପକ ଗୌରୀ କୁମାର ବ୍ରହ୍ମା ୟାର ସତ୍ୟତା ସମ୍ପର୍କରେ ଅନୁମାନ କରିବା ମଧ୍ୟ ଆମକୁ ଦେଖିବାକୁ ମିଳିଥାଏ। ଉପେନ୍ଦ୍ର ରାଜପଦରେ ଅଭିଷିକ୍ତ ହବା ପ୍ରସଙ୍ଗ ସୂର୍ଯ୍ୟ ନାରାୟଣ ଦାସ ତାଙ୍କର ଓଡିଆ ସାହିତ୍ୟର ଇତିହାସରେ ମଧ୍ୟ ସୂଚେଇଥିଲେ। କିନ୍ତୁ ଲେଖକ କୌଣସି ସ୍ଥାନରେ ଆତ୍ମପରିଚୟ କାଳରେ କେବେ ବି ଏଇ ଯୋଉ ମାନେ ରାଜା ହବା ପ୍ରସଙ୍ଗ ବିଷୟରେ କିଛି ଉଲ୍ଲେଖ କରି ନାହାନ୍ତି ପିଲେ। ଆଉ କବି ସମ୍ରାଟ ଉପାଧି କଥା ଯଦି ଆମେ କହିବା, ଏଟା କୌଣସି ରାଜା କିମ୍ବା କୌଣସି ଅନୁଷ୍ଠାନ ଦତ୍ତ ଉପାଧି ନୁହଁ। ଏଇ ସମ୍ପର୍କରେ ଅଧ୍ୟାପକ ବ୍ରହ୍ମା ମଧ୍ୟ ବହୁତ ପ୍ରକାର ସମ୍ଭାବନା ସମ୍ପର୍କରେ କହିଛନ୍ତି ଆମ ସାମ୍ନାରେ। ଏଇ ଉପାଧିର ଐତିହାସିକ ସତ୍ୟତା କଥା ଯଦି ଆମେ କହିବା, ତାହା ପ୍ରମାଣିତ ହେଲେ ଏହା କବିଙ୍କର ଶ୍ରେଷ୍ଠ ଉପାଧି ହବ ବୋଲି ଆମେ କହିପାରିବା। କିନ୍ତୁ ଏବେ ପର୍ଯ୍ୟନ୍ତ ଆମେ ଏକୁ ହିଁ ଗ୍ରହଣ କରିପାରିବା ଯେ ଓଡିଶାର ସୁଧୀବୃନ୍ଦ ଶ୍ରଦ୍ଧାରେ କବିଙ୍କର କାବ୍ୟର ବିଶେଷତ୍ୱ, କବିଙ୍କ କାବ୍ୟର ଯୋଉ ଉଚ୍ଚତା ବା ମାନେ ଆମେ କହିପାରିବା ଯେ ସୁପ୍ରିମସିଟି ଆମେ ଯୋଉ ଦେଖିବାକୁ ପାଆନ୍ତି, ସେଇଥିପାଇଁ ତାକୁ କବି ସମ୍ରାଟ ବୋଲି ଉଲ୍ଲେଖିତ କରାଯାଇଥାଏ। ଏବଂ ଆଉ ଗୋଟେ ପ୍ରଶ୍ନ ଆପଣ ମାନଙ୍କର ରହିଥିଲା କବିଙ୍କର ଜୀବନ କାଳ ଏବଂ ପରଲୋକ ସମ୍ପର୍କରେ। ତ କବିଙ୍କ ଜୀବନ କାଳ ଆଉ ପରଲୋକ କଥା ଯଦି ଆମେ କହିବା ପିଲେ, ତାହେଲେ ଉପେନ୍ଦ୍ର ଭଞ୍ଜଙ୍କ ଜୀବନ କାଳ ସମ୍ପର୍କରେ ବି ବହୁତ ମତାମତ ଆମକୁ ଦେଖିବାକୁ ମିଳିଥାଏ। କେହି କେହି ମତ ଦିଅନ୍ତି ଯେ ଅସାଧାରଣ ଶକ୍ତି ସମ୍ପନ୍ନ ଏଇ କବିଙ୍କର ଦେହାନ୍ତ 40 ବର୍ଷ ବୟସରେ ହୋଇଥିଲା। ଆଉ କେହି କେହି ମତ ଦିଅନ୍ତି ଯେ ତାଙ୍କର ଦେହାନ୍ତର ସମୟ 50 ବର୍ଷ ବୟସ ଥିଲା। ନୀଳାଦ୍ରିଶ ଚୌତିସା ନାମକ ଗୋଟେ ଯୋଉ ରଚନା, ସେଇଥିରେ କବି ଲେଖିଛନ୍ତି ପିଲେ, କ୍ଷୟତ ହେଲାଣି ଏ ପିଣ୍ଡ, ଖ୍ୟାଳଏ ଜଞ୍ଜାଳର ଦଣ୍ଡ, ଏବଂ ତାଙ୍କର ଜୀବନ କାଳଟା 60-62 ବୋଲି ମଧ୍ୟ ବହୁତ ବହୁତ ସ୍ଥାନରେ ଅନୁମାନ କରାଯାଇଥାଏ। କିନ୍ତୁ ଡକ୍ଟର ଦାଶରଥୀ ଦାସ କହନ୍ତି ଯେ ଏଇ ଚୌତିସାଟା କବିଙ୍କର ରଚନା ନୁହେଁ। ଏଇଭଳି ବିଭିନ୍ନ ପ୍ରକାରର ଆଲୋଚନା ପର୍ଯ୍ୟାଲୋଚନା ଆମକୁ ଦେଖିବାକୁ ମିଳିଥାଏ ପିଲେ। ଆଉ ପୁଣି କବିଙ୍କର ସ୍ୱଳ୍ପ ବୟ କାଳ ମଧ୍ୟରେ ତାଙ୍କ ସମ୍ପୃକ୍ତ ସ୍ଥାନରୁ ସେଇଭଳି କୌଣସି କିମ୍ବଦନ୍ତୀ ବି ଆମକୁ ଶୁଣାଯାଏ ନାହିଁ। କିନ୍ତୁ ଶୁଣା ଯାଇଥାଏ ଯେ 1733 ମସିହା ବେଳକୁ ଯେତେବେଳେ ତକି ଖାଁ ଜଗନ୍ନାଥ ମନ୍ଦିର ଆକ୍ରମଣ କରିଥିଲେ, ସେ ସମୟ ବେଳକୁ କବି ଜୀବିତ ଥିଲେ। ଆଉ ଏହା ମଧ୍ୟ ସତ୍ୟ ଯେ କବିଙ୍କର ବୟସ ସୀମା 60 ଅତିକ୍ରମ କରିଥିବା କିଛି ଅସମ୍ଭବ ନୁହେଁ। ପୁଣି କାହାରି କାହାରି ମତ ଅନୁଯାୟୀ କ୍ଷେତ୍ର ଅର୍ଥାତ୍ ଶ୍ରୀକ୍ଷେତ୍ରରେ ତାଙ୍କର ଦେହାନ୍ତ ହୋଇଥିଲା। କବି ରାମଙ୍କ ସହ ଜଗନ୍ନାଥଙ୍କର ଭକ୍ତ ଥିବା କାରଣରୁ ଏବଂ ମାଳିସାହି ଛାଡି ଶ୍ରୀକ୍ଷେତ୍ରର କୌଣସି ମଠରେ କାଳାତିପାତ କରୁଥିବାର
ଆଉ ସେଠାରେ ତାଙ୍କର ପରଲୋକ ଘଟିଥିବାର ମଧ୍ୟ ଅନୁମାନ କରାଯାଇଥାଏ। ଏବଂ ପରିଣତ ବୟସରେ ଶ୍ରୀକ୍ଷେତ୍ରବାସ ଓ ସେଠାରେ ଦେହାନ୍ତର ବାସନା ବହୁ ଲୋକ ପୋଷଣ କରିଥାନ୍ତି। ଏବଂ ଏତଦ୍ ବ୍ୟତୀତ ଚିତ୍ରକୂଟସ୍ଥ ଗୋଟେ ଅନସୂୟା ଆଶ୍ରମ ଯୋଉଠିକି କବିଙ୍କର ଦେହାନ୍ତ ହୋଇଥିବା ମଧ୍ୟ କେହି କେହି ଅନୁମାନ କରିଥାନ୍ତି। ତେବେ ଦେଖ, ତାଙ୍କର ଜନ୍ମ ସମୟ ହଉ ବା ତାଙ୍କର ମୃତ୍ୟୁ ସମୟ ହଉ, ଏଇ ସବୁ ସମ୍ପର୍କରେ ଆମ ପାଖରେ କେବଳ କିଛିଟା ଆନୁମାନିକ ମତାମତ ରହିଛି ପିଲେ। ଏଇ ସବୁ ସମ୍ପର୍କରେ କୌଣସି ପ୍ରକାର ପ୍ରମାଣ ଆମ ପାଖରେ ବର୍ତ୍ତମାନ ପର୍ଯ୍ୟନ୍ତ ନାହିଁ। ତେବେ ଏଇ ସବୁ ଥିଲା ଆପଣମାନଙ୍କର ପାଖରୁ ଆସିଥିବା କିଛିଟା ପ୍ରଶ୍ନ, ଯୋଉ ସମ୍ପର୍କରେ କି ଆମେ ଉତ୍ତର ଦେଖିଲେ। ଏବେ ଆମେ ଆମର ପ୍ରଶ୍ନ ଉତ୍ତର ଆରମ୍ଭ କରିବା। ତ ଆମ ପାଖରେ ପ୍ରଥମ ପ୍ରଶ୍ନ ରହିଛି ପିଲେ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟର ନାୟକଙ୍କର ନାମ କଣ? ତେବେ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଆମେ ସମସ୍ତେ ଜାଣିଛନ୍ତି ପିଲେ କବିଙ୍କର ଶ୍ରେଷ୍ଠ କାବ୍ୟ। ଇଭେନ୍ କି ଯେତେବେଳେ ଚିତ୍ରକାବ୍ୟ ବନ୍ଧୁଦ୍ୱୟ ସେ ରଚନା କରିଛନ୍ତି, ସେ ସମୟ ବେଳକୁ ବି ସେ କହିଛନ୍ତି ଯେ ଏଇ ଲେଖାଟା ତାଙ୍କର ସବୁଠୁ ଶ୍ରେଷ୍ଠ ଲେଖା ବୋଲି। ଏବଂ ଏଇ ଯୋଉ କାବ୍ୟରେ ସିଏ ଗ୍ରହଣ କରିଛନ୍ତି ପିଲେ ପୁଷ୍ପକେତୁଙ୍କୁ ନାୟକ ଭାବରେ। ଏବଂ ନାୟିକା ହେଉଛନ୍ତି କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ। ତେବେ ଏଇ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟ ସମ୍ପର୍କରେ ତଥା ଅପସନରେ ଥିବା ଅନ୍ୟାନ୍ୟ ନାୟକ ମାନଙ୍କ ସମ୍ପର୍କରେ ଆମେ ପରବର୍ତ୍ତୀ ଭିଡିଓରେ ନିଶ୍ଚୟ ଆଲୋଚନା କରିବା। ତା ସହିତ ଅନ୍ୟାନ୍ୟ କିଛିଟା ପ୍ରଶ୍ନ ବି ଆଲୋଚନା କରିବା। ଆଜିର ଆଲୋଚନାରେ ଏତିକି। ଆଲୋଚନାଟି କେମିତି ଲାଗିଲା ମତେ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବେ। ଏବଂ ପରବର୍ତ୍ତୀ ପ୍ରଶ୍ନ ଗୁଡ଼ିକର ଉତ୍ତର ଜାଣିବା ପାଇଁ, ଏହି ଅନ୍ୟାନ୍ୟ ପ୍ରଶ୍ନର ଉତ୍ତର ତଥା ଅନ୍ୟାନ୍ୟ କିଛି ବିଷୟବସ୍ତୁର ଆଲୋଚନା ପାଇଁ ଆପଣ ପରବର୍ତ୍ତୀ ଭିଡିଓକୁ ନିଶ୍ଚୟ ଦେଖନ୍ତୁ। ଶେଷ ପର୍ଯ୍ୟନ୍ତ ଭିଡିଓଟି ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ଯଦି ଆପଣମାନେ ପରବର୍ତ୍ତୀ ସମୟରେ ୟୁଜିସି ନେଟ୍ ଓଡ଼ିଆ କିମ୍ବା ଏସ୍ଏସ୍ବି ପିଜିଟି ଓଡ଼ିଆର ପ୍ରସ୍ତୁତି ପାଇଁ ଆଗ୍ରହୀ ଥାନ୍ତି, ଆମ ସହିତ ଯୋଗାଯୋଗ ନିଶ୍ଚୟ କରନ୍ତୁ। କମେଣ୍ଟ ବକ୍ସରେ ଆମକୁ ଜଣାନ୍ତୁ କିମ୍ବା ଦିଆଯାଇଥିବା କଣ୍ଟାକ୍ଟ ନମ୍ବର ମାଧ୍ୟମରେ ଆମ ସହିତ ଯୋଗାଯୋଗ କରନ୍ତୁ।